ଏହା ଏକ ବହୁ ପୁରାତନ କାଳର କଥା। ଜଣେ ଗରିବ ବ୍ରାହ୍ମଣ ନିଜ ଜୀବନର ଦୁଃଖ ଦରିଦ୍ରତାକୁ ନେଇ ଅତିଷ୍ଠ ହୋଇ ପଡ଼ିଥିଲେ। ଏ ଦୁନିଆର ରୀତି ଏମିତି ଯେ ଯାହାର ପକେଟରେ ପଇସା ଅଛି ତାରି ପାଖରେ ଜ୍ଞାତି କୁଟୁମ୍ବ ଓ ବନ୍ଧୁବାନ୍ଧବଙ୍କ ଭିଡ଼। ବ୍ରାହ୍ମଣଙ୍କର ପାଖରେ କିଛି ନଥିବାରୁ ସମସ୍ତେ ତାଙ୍କୁ ଅବହେଳା କରୁଥିଲେ। ଶେଷରେ ଅଭାବ ଓ ଅପମାନ ସହି ନ ପାରି ସେ ସ୍ଥିର କଲେ ଯେ ସେ ବହୁ ଦୂରକୁ ଚାଲିଯିବେ, ନଚେତ୍ କୌଣସି ହିଂସ୍ରଜନ୍ତୁର ଆହାର ସାଜି ଜୀବନ ହାରିଦେବେ। ଏହି ବିଷାଦ ଭରା ଚିନ୍ତାରେ ବୁଡ଼ି ରହି ସେ ଏକ ଘଞ୍ଚ ଜଙ୍ଗଲ ଭିତରକୁ ପଶିଗଲେ। ସଞ୍ଜ ହୋଇ ଆସୁଥାଏ। ବ୍ରାହ୍ମଣ ଜଣକ ଏକ ବିଶାଳ ଗଛ ମୂଳେ ବସି ରହିଲେ। ସେ ମନେ ମନେ ଭାବୁଥାନ୍ତି, ଏବେ କୌଣସି ବାଘ କି ସିଂହ ଆସିବ, ତା'ର ଭୋକ ମେଣ୍ଟାଇବ ଆଉ ମୋର ଏ ଜଞ୍ଜାଳମୟ ଜୀବନରୁ ମୋତେ ମୁକ୍ତି ଦେବ। ସେତିକିବେଳେ ସେ ଦେଖିଲେ ସାମ୍ନା ଗୁମ୍ଫାରୁ ଏକ ଭୟଙ୍କର ସିଂହ ବାହାରିଲା। ସିଂହଟି ଟିକେ ରହିଗଲା। ସେହି ଗଛ ଉପରେ ସିଂହର ମନ୍ତ୍ରୀ ହଂସ ବସିଥିଲା, ଯିଏ ନିଜର ବିଚକ୍ଷଣ ବୁଦ୍ଧି ଓ କ୍ଷୀର ନୀର ପରି ସତ ମିଛକୁ ପରଖିବାରେ ଜଗତ ପ୍ରସିଦ୍ଧ ଥିଲା। ସିଂହ କହିଲା, ଦେୱାନଜୀ, ଆଜି ତ ଶିକାର ଆପେ ଆପେ ମୋ ଦୁଆରକୁ ଚାଲି ଆସିଛି। ହଂସ ବ୍ରାହ୍ମଣଙ୍କୁ ଦେଖି ଚିନ୍ତା କଲା, ଏ ବିଚରା ବଡ଼ ବିପଦରେ ଅଛି। ସିଂହ ତ ପ୍ରତିଦିନ କେତେ ଜୀବଜନ୍ତୁଙ୍କୁ ମାରୁଛି। ଆଜି ଏହି ନିରୀହ ବ୍ରାହ୍ମଣଙ୍କ ଜୀବନ କେମିତି ହେଲେ ରକ୍ଷା କରିବାକୁ ହେବ। ହଂସ ଚତୁରତାର ସହ କହିଲା, ମୃଗରାଜ, ଏ ହେଉଛନ୍ତି ଆପଣଙ୍କର କୁଳ ପୁରୋହିତ। ଆପଣଙ୍କୁ ଖୋଜି ଖୋଜି ଏଠାକୁ ଆସିଛନ୍ତି। ଆପଣଙ୍କ ପୂର୍ବପୁରୁଷମାନେ ଏହାଙ୍କୁ ବହୁତ ସମ୍ମାନ କରୁଥିଲେ। ଯାଆନ୍ତୁ, କେବଳ ଦେଖୁଛନ୍ତି କ'ଣ, ତାଙ୍କୁ ପ୍ରଣାମ କରନ୍ତୁ ଏବଂ ଧ୍ୟାନ ରଖନ୍ତୁ ଯେପରି ତାଙ୍କର କୌଣସି ଅସୁବିଧା ନ ହୁଏ। ଓଲଟା ତାଙ୍କୁ କିଛି ଧନ ସମ୍ପତ୍ତି ଦେଇ ବିଦାୟ କରନ୍ତୁ, ଯେମିତି ସେ ମନେ ରଖିବେ ଯେ ସେ ଏକ ଦାନବୀର ସିଂହ ପାଖକୁ ଆସିଥିଲେ। ସିଂହ ନିଜ ମନ୍ତ୍ରୀ କଥାକୁ ବହୁତ ମାନୁଥିଲା। ସେ ସାଙ୍ଗେ ସାଙ୍ଗେ ଯାଇ ବ୍ରାହ୍ମଣଙ୍କ ପାଦ ସ୍ପର୍ଶ କଲା ଓ ତାଙ୍କୁ ଆଦରରେ ଗୁମ୍ଫା ଭିତରକୁ ନେଇଗଲା। ସେଠାରେ ତାଙ୍କର ଯଥୋଚିତ ସେବା କଲା ଓ ଏପରି ଏକ ସ୍ଥାନ ଦେଖାଇଲା ଯେଉଁଠୁ ବ୍ରାହ୍ମଣ ପ୍ରଚୁର ଧନରତ୍ନ ପାଇଲେ। ସେ ସେହି ଧନ ନେଇ ସିଂହଠାରୁ ଅନୁମତି ମାଗି ନିଜ ଘରକୁ ଫେରି ଆସିଲେ। ଧନ ମିଳିବା ପରେ ବ୍ରାହ୍ମଣଙ୍କର ଦିନ ବଦଳିଗଲା। ଘରୁ ଦୁଃଖ ଦରିଦ୍ରତା ଦୂର ହେଲା। ଘରେ ଗାଈଗୋରୁ ଧନଧାନ୍ୟ ସବୁ ଭରିଗଲା। ବ୍ରାହ୍ମଣ ପ୍ରାୟ ପ୍ରତିଦିନ ସିଂହ ପାଖକୁ ଯାଆନ୍ତି ଏବଂ ଫେରିବା ବେଳେ କିଛି ନା କିଛି ମୂଲ୍ୟବାନ ଜିନିଷ ନେଇ ଆସନ୍ତି। ଏମିତି କିଛି ଦିନ ଭିତରେ ସେ ଜଣେ ବଡ଼ ଧନୀ ଲୋକ ପାଲଟି ଗଲେ। ଦିନେ ବ୍ରାହ୍ମଣେ କହିଲେ, ତୁମେ ତ ସବୁବେଳେ ତୁମର ସେହି ନୂଆ ଯଜମାନର ବହୁତ ଗୁଣ ଗାଉଛ। ତାଙ୍କୁ କେବେ ଘରକୁ ଡାକୁନାହଁ କାହିଁକି? ଏହି ମାସରେ ଯଜମାନମାନେ ଗୁରୁଙ୍କ ଘରେ ଅନ୍ନ ଭୋଜନ କରନ୍ତି। ତୁମେ ବି ତାଙ୍କୁ ନିମନ୍ତ୍ରଣ କର। ବ୍ରାହ୍ମଣଙ୍କୁ କଥାଟା ଠିକ୍ ଲାଗିଲା। ସେ ସିଂହ ପାଖକୁ ଯାଇ ତାଙ୍କୁ ଭୋଜି ପାଇଁ ନିମନ୍ତ୍ରଣ କଲେ। ସିଂହ କହିଲା, ଥାଉ ବ୍ରାହ୍ମଣ ଦେବତା, ମୁଁ ହେଲି ବଣୁଆ ଜନ୍ତୁ। ମୁଁ କେବଳ ରାତି ଅନ୍ଧାରରେ ଯାଇପାରିବି। ସେଥିପାଇଁ ଆପଣଙ୍କୁ ହଇରାଣ ହେବାକୁ ପଡ଼ିବ। କିନ୍ତୁ ବ୍ରାହ୍ମଣଙ୍କ ଅତି ଆଗ୍ରହ ଦେଖି ସିଂହ ତାଙ୍କ ଘରକୁ ଯିବା ପାଇଁ ରାଜି ହୋଇଗଲା। ନିର୍ଦ୍ଧାରିତ ଦିନ ବ୍ରାହ୍ମଣ ସିଂହକୁ ନିଜ ସାଙ୍ଗରେ ଘରକୁ ଘେନି ଆସିଲେ। ବ୍ରାହ୍ମଣ ନିଜର ଏହି ଅଦ୍ଭୁତ ଅତିଥିର ବହୁତ ଯତ୍ନ ନେଲେ। କିନ୍ତୁ ହଠାତ୍ ପ୍ରଚୁର ସମ୍ପତ୍ତି ପାଇଥିବାରୁ ବ୍ରାହ୍ମଣଙ୍କ ମନରେ ଅହଙ୍କାର ଆସିଯାଇଥିଲା। ସେ ବହୁତ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ଯେତେବେଳେ ସେ ସିଂହକୁ ଦେଖିଲେ, ପ୍ରଥମେ ଡରିଗଲେ ଏବଂ ପରେ କ'ଣ କରିବେ କିଛି ବୁଝିପାରିଲେ ନାହିଁ। ବ୍ରାହ୍ମଣ ତାଙ୍କୁ ବୁଝାଇ କହିଲେ, ବ୍ୟସ୍ତ ହୁଅ ନାହିଁ, ସେ କିଛି କହିବେ ନାହିଁ। ଏହାଙ୍କରି ଦୟାରୁ ହିଁ ଆଜି ଆମେ ଏତେ ସୁଖରେ ଅଛୁ। ଯେତେବେଳେ ଭୋଜନ ସମୟ ହେଲା, ବ୍ରାହ୍ମଣୀ ନିଜ ନାକକୁ ଲୁଗାରେ ଘୋଡ଼ାଇ ଦେଲେ। ତାଙ୍କୁ ସିଂହ ଦେହରୁ ବହୁତ ଦୁର୍ଗନ୍ଧ ଆସୁଥିଲା। ସିଂହ ଖାଇସାରିବା ପରେ ବ୍ରାହ୍ମଣୀ ଗୁଣୁଗୁଣୁ ହୋଇ କହିଲେ, ଭାରି ବଢ଼ିଆ ଯଜମାନ ତୁମର। ପାଟିରୁ ଏମିତି ଗନ୍ଧ ହେଉଛି ଯେ ମୋ ନାକ ଚଢ଼ିଗଲାଣି। ସିଂହ ଏହି କଥା ଶୁଣିଦେଲା ଏବଂ କିଛି ନ କହି ଚୁପଚାପ ଜଙ୍ଗଲକୁ ଫେରିଗଲା। କିଛି ଦିନ ପରେ ବ୍ରାହ୍ମଣ ପୁଣି ସିଂହ ପାଖକୁ ଗଲେ। କିନ୍ତୁ ଏଥର ସିଂହର ମିଞ୍ଜାଜ କିଛି ଅଲଗା ଥିଲା। ସିଂହ ଗମ୍ଭୀର ହୋଇ କହିଲା, ପୁରୋହିତ ଆଜ୍ଞା, ଏହି ଖଣ୍ଡାଟି ନିଅନ୍ତୁ ଏବଂ ମୋ ମୁଣ୍ଡରେ ଏକ ଶକ୍ତ ପ୍ରହାର କରନ୍ତୁ। ବ୍ରାହ୍ମଣ ଆଶ୍ଚର୍ଯ୍ୟ ହୋଇ କହିଲେ, ମହାରାଜ, ଏ ଆପଣ କ'ଣ କହୁଛନ୍ତି? ମୁଁ ଆପଣଙ୍କୁ କେମିତି ଆଘାତ କରିବି? ସିଂହ ଗର୍ଜନ କରି କହିଲା,
ନା, ଆଜି ଆପଣଙ୍କୁ ମୋ ମୁଣ୍ଡରେ ଖଣ୍ଡା ଚଳାଇବାକୁ ହିଁ ପଡ଼ିବ। ବ୍ରାହ୍ମଣ ଡରିଗଲେ ଏବଂ ଅନିଚ୍ଛା ସତ୍ତ୍ୱେ ଖଣ୍ଡା ଉଠାଇ ସିଂହ ମୁଣ୍ଡରେ ମାରିଲେ। ଧାରୁଆ ଖଣ୍ଡା ବାଜିବାରୁ କିଛି ରକ୍ତ ବାହାରିଲା। ବ୍ରାହ୍ମଣ ମନ ଦୁଃଖରେ ଘରକୁ ଫେରି ଆସିଲେ। ଅନେକ ଦିନ ବିତିଗଲା। ବ୍ରାହ୍ମଣ ଭୟରେ ସିଂହ ପାଖକୁ ଗଲେ ନାହିଁ। ସେ ଭାବିଲେ ବୋଧହୁଏ ସିଂହ ପାଗଳ ହୋଇଯାଇଛି। ଏହି ସମୟ ମଧ୍ୟରେ ସିଂହର ମନ୍ତ୍ରୀ ହଂସକୁ ଜଣେ ଶିକାରୀ ମାରି ଦେଇଥିଲା। ସିଂହ ଏବେ ଏକ କାଉକୁ ନିଜର ନୂଆ ମନ୍ତ୍ରୀ କରିଥିଲା। କାଉଟି ତା'ର ସ୍ୱଭାବ ଅନୁଯାୟୀ ସିଂହକୁ କୁପରାମର୍ଶ ଦେବା ଆରମ୍ଭ କଲା। ଅନେକ ମାସ ପରେ ବ୍ରାହ୍ମଣଙ୍କୁ ପୁଣି ଧନର ଆବଶ୍ୟକତା ପଡ଼ିଲା। ସେ ପୁଣି ଥରେ ସିଂହ ପାଖକୁ ଯିବାକୁ ସାହସ କଲେ। ଯେତେବେଳେ ସେ ଗୁମ୍ଫା ପାଖରେ ପହଞ୍ଚିଲେ, କାଉଟି କା କା କରି ରାବିଲା ଏବଂ ସିଂହକୁ ସୂଚନା ଦେଲା ଯେ ଶୀଘ୍ର ଆସ, ଶିକାର ଫସିଯାଇଛି। ସିଂହ ବାହାରକୁ ଆସି ଦେଖିଲା ଯେ ଏହା ତା'ର ସେହି ପୁରୁଣା ପୁରୋହିତ। ତାକୁ ପୁରୁଣା କଥା ମନେ ପଡ଼ି ହସ ଲାଗିଲା। କାଉ ଦେଖିଲା ଯେ ବ୍ରାହ୍ମଣ ଓ ସିଂହ ପରସ୍ପର ସହ ଆରାମରେ କଥାବାର୍ତ୍ତା ହେଉଛନ୍ତି। ସେ ତ ବ୍ରାହ୍ମଣଙ୍କ ମୃତ୍ୟୁ ଅପେକ୍ଷାରେ ଥିଲା। ସିଂହ କାଉର ମନ୍ଦ ଉଦ୍ଦେଶ୍ୟ ବୁଝିପାରିଲା ଏବଂ ବ୍ରାହ୍ମଣଙ୍କୁ ପଚାରିଲା, ପୁରୋହିତ ଆଜ୍ଞା, ଦେଖନ୍ତୁ ତ, ମୋ ମୁଣ୍ଡରେ ଆପଣ ଯେଉଁ ଆଘାତ କରିଥିଲେ ତାହା ଏବେ କେମିତି ଅଛି? ବ୍ରାହ୍ମଣ ମୁଣ୍ଡକୁ ଦେଖି କହିଲେ, ମହାରାଜ, ସେହି କ୍ଷତ ଏବେ ସମ୍ପୂର୍ଣ୍ଣ ଶୁଖିଗଲାଣି। ଆପଣ ଏବେ ପୁରା ସୁସ୍ଥ ଅଛନ୍ତି। ସିଂହ କହିଲା, ପୁରୋହିତ ଆଜ୍ଞା, ଖଣ୍ଡାର ଆଘାତ ତ ଶୁଖିଗଲା, କିନ୍ତୁ ଆପଣଙ୍କ ପତ୍ନୀ ଯେଉଁ ଅପମାନଜନକ କଥା କହି ମୋତେ ଆଘାତ ଦେଇଥିଲେ, ସେହି ମନର କ୍ଷତ ଆଜି ବି କଞ୍ଚା ଅଛି। ତାହା କେବେ ଶୁଖିବ ନାହିଁ। ବ୍ରାହ୍ମଣଙ୍କ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା। ସେ ସ୍ତବ୍ଧ ହୋଇ ରହିଗଲେ। ସିଂହ ଶେଷରେ କହିଲା, ହଂସ ଥିଲେ ମନ୍ତ୍ରୀ, ସେ ତ ଚାଲିଗଲେ। କାଉ ହେଲେ ଏବେ ଦେୱାନ। ଯାଅ ବ୍ରାହ୍ମଣ ନିଜ ଘରକୁ, ସିଂହ କାହାର ଯଜମାନ। ଏହି କାଉ ମୋ ଦ୍ୱାରା କେତେବେଳେ କ'ଣ ପାପ କରେଇଦେବ କହିହେବ ନାହିଁ। ଆଜି ପରେ ଆଉ ଏଠାକୁ ଆସିବେ ନାହିଁ। ବ୍ରାହ୍ମଣ ଭାବିଲେ, ଜୀବନ ବଞ୍ଚିଲା ତ ସବୁ ପାଇଲି। ସେବେଠାରୁ ତାଙ୍କୁ ଯେତେ ଅଭାବ ପଡ଼ିଲେ ବି ସେ ଆଉ କେବେ ସେହି ଜଙ୍ଗଲ ଆଡ଼କୁ ମୁହଁ କରିନାହାନ୍ତି। ଏହି କାହାଣୀରୁ ଶିକ୍ଷା, ଅସ୍ତ୍ରର ଆଘାତ ସମୟକ୍ରମେ ଶୁଖିଯାଏ, କିନ୍ତୁ କଟୁ କଥାର ଆଘାତ ମନରେ ସାରା ଜୀବନ ପାଇଁ କ୍ଷତ ହୋଇ ରହିଯାଏ। ମଣିଷକୁ ସବୁବେଳେ ନିଜର ଜିହ୍ବା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।